2021 ମସିହା ପାଖରୁ ମୁଁ हाँ ମା ଆଦିଶକ୍ତିଙ୍କ ମାନେ ଗୁରୁ କରି ତାଙ୍କୁ ସାହାଯ୍ୟ ନେଇକି ଏକାକ୍ଷର ମନ୍ତ୍ର ପାଇଁ ବସିଥିଲି। हाँ तमे माँ को पचार ଆଜ୍ଞା बुझे ना ଆଜ୍ଞା माँ को जो पचार माँ को पचार जो विश्वम्बर बाबा छाड़ुंट एपिसोड रे हैं ଆଜ୍ଞା पाखे कौन अच्छी से कथा सब माँ कहीदेवे। ସିଏ ତାଙ୍କର ପ୍ରେରଣାରେ ତ ମୁଁ ଦେଖିଲି ଆପଣଙ୍କ ଭିଡିଓକୁ। हाँ हाँ ସେ ମତେ ଆଉ ଆପଣଙ୍କ ଭିଡିଓକୁ କିଏ ଦେଲା କି ମତେ? हाँ से देला ସିଏ ନଦେଲେ ମୁଁ ଆପଣ ଜାଣିଥାନ୍ତି କେମିତି? बास बास माँ को पचार विश्वम्बर बाबा हृदय रे कौन अच्छी से कहीदेवे। ତେଣୁ ସେଇଟା कौन କରିବା ବର୍ତ୍ତମାନ कौन କରିବି ମା ଏଇଟା କହୁଛ ଆଉ ଠିକ ना कौन କରିବା? ना माँ को धरच माँ जो कहते ठीक ही तुम तेणु गोटे कथा अच्छी सी जो लाइन टा हूँ अलग आम लाइन टा अलग ଆଜ୍ଞା आमर है निवृत्ति मार्ग तमें जहाँ धरच से प्रवृत्ति मार्ग। ना ना से प्रवृत्ति मार्ग मते ମୁଁ ଜଣେଇଲେଣି ଯେ କିନ୍ତୁ କହୁଛନ୍ତି ତୁ ଯଦି ଏବେ ଛାଡିଦବୁ ତୁ ଯେ ପୂଜା ଫଳ କରୁଛୁ ନା ଲୋକ ଅଶାନ୍ତି ହେଇବେ ତୋ ଉପରେ। ना ना पूजा पाठटा सेटा तो करने को पड़ो कहीं आमर से कौलिक वृत्ति ହଁ ସେଇଟା ना पूजा पाठ आम करवा पूजा पाठ छाड़वा कहीं पूजा पाठ हो चली थाऊ ଆସୁଛି ମୁଁ କହିଲି ମା ମୁଁ ତ ଇଚ୍ଛା ହଉନି ପୂଜା କରିବା ନା ରେ ବୋକା ତୁ ଯଦି ଛାଡିଦବୁ ହଇରାଣ ହବୁନି ନା हाँ ତୁ କଳି ବୃତ୍ତି ଛାଡି ଦବୁ କେମିତି କରିବୁ हाँ ଆଉ ତୁ ଯାହାକୁ ଦର୍ଶନ କରିବାକୁ ଚାହୁଁ ଜ୍ୟୋତିର୍ମୁ ସେ ଦର୍ଶନ କରିବୁ ତୋ ଦେହରୁ ପ୍ରାଣ ଟା ଚାଲିଯିବ। हाँ ଆଉ मोर ତୁ तो प्राण कहीं जीव से कथा भूल दर्शन प्रभु को दर्शन कले प्राण कहीं जीव। ତାମାନେ ସେମାନେ କହୁଛନ୍ତି तू ଯୋଉ ଜିନିଷ ଦେଖିବାକୁ ଚାହୁଁ ସେ ସମୟ ତୋର ଆସିନାହିଁ। ए ना ना से सब ठीक नुहे से सब माया ओहो बुझल ना से कथा ଆଜ୍ଞା कहूँ माया माँ तो सब माया भ्रमांति ना। ओहो हाँ सी सब माया सत्य हूँ परम ब्रह्म पाखे माया हूँ माँ पाखे। ସେଇ ମା ତ ମତେ କହିଲେ ତୁ ସେ ପରମ ବ୍ରହ୍ମଙ୍କୁ ଧ୍ୟାନ କର ବାବାଙ୍କୁ ଧ୍ୟାନ କର। परम ब्रह्म को ध्यान कले माया बल कटिजनी कवि ହୁଁ हेसा गुणमयी मम माया दूरते मामे बजे प्रपदते माया में तरंती ଆଜ୍ଞା बुझल ना तेणु तांको भगवान को शरण कर मायारू बल कटिଯିବ କିଛି ଅସୁବିଧା ନାହିଁ ଆଉ କିନ୍ତୁ ତା ଅର୍ଥ ନୁହେଁ ଯେ ମୁଁ ମୂର୍ତ୍ତି ପୂଜା ଛାଡ଼ିଦେବି ମୂର୍ତ୍ତି ଫୂର୍ତ୍ତି ପୂଜା ସବୁ ଥାଉ ହଁ ମନରୁ ସେ ସେଇ ମନ କଥା ମତେ କହିଲେ ତୁ ବର୍ତ୍ତମାନ ଯେମିତି ପୂଜା କରୁ ସେମିତି କର କିଛି ହଁ ଅସୁବିଧା ନାହିଁ। ହଁ ମନରୁ ସାକାର ଭାବନା ଛାଡିକି ନିରାକାର ଭାବନା ଧର କିନ୍ତୁ ମୂର୍ତ୍ତି ପୂଜା ଯାହା କରୁଛ ଲୋକଙ୍କ ପାଇଁ ସେଇଟା ବ୍ୟବସାୟ ତାକୁ ଛାଡିବନି। ସେଇଟା କିନ୍ତୁ ମୋ ମତେ ପୂଜା କରୁଛି ମନରେ ବିକାର ଆସିଯାଉଛି କିସ କଣ ଏଗୁଡା କରମି ଏଇଭଳିଆ ଆସିଯାଉଛି। ନା ନା ସେ ବିକାର ଆସିବା ହିଁ ଭୁଲ ଗୋଟେ କଥା ଓହୋ ହଉଛି ଆମର ଯେହେତୁ ଆମେ ସଂସାର ଅଛନ୍ତି କର୍ମ କରିବା ନା ଆଜ୍ଞା କର୍ମ ନକରି ବିକାର କାହିଁ ସେ ବିକାର ଯଦି ଆସୁଛି ସେଇଟା ଗୋଟେ ବିକାର ସେଟାକୁ ଛାଡିଲେ ଯାଇକି ନିର୍ବିକାର ହବ ମୂର୍ତ୍ତି ପୂଜା ଚାଲିଥିବ କିନ୍ତୁ ତାପରେ ବିକାର ଆସିବନି। ବୁଝିଲ ନାଇଁ ତମେ ଓହୋ ଯାହା ଖାଉଛ ସେ ଖାଦ୍ୟ ଉପରେ ବିକାର ଆଣ ନା ଯାହା ବୁଝିପାରିଲି ଚାଲିଛି ବୁଝିପାରିଲି ଚାଲିଛି ଯାହା ଖାଉଛ ବିକାର ଆଣିଲା ମାତ୍ରେ ସେଟା ଗୋଟେ ନିର୍ବିକାର ବିପରୀତ କଥା ଆସିଯିବ। ଆଜ୍ଞା ହଁ ତେଣୁ ବିକାର କିଛି କର ନା ମୂର୍ତ୍ତି ପୂଜା କର ହେଲା କୌଳିକ ବୃତ୍ତି ଆଜ୍ଞା ଆଚରଣ କର ଆଜ୍ଞା ଏବଂ ପରମ ବ୍ରହ୍ମକୁ ଶରଣ ନିଅ। ଠିକ ଅଛି ବହୁତ ଭଲ କଥା କର୍ମ କରିଚାଲ ନିଶ୍ଚିନ୍ତ ଦିନେ ତମେ ଫଳପ୍ରଦ ହବ ଆଉ ମାଳିକା ବୁଝିଲେ। କଥା ଗୋଟେ ପଚାରେ କହେ ସେ ସବୁ ବୁଝେଇ ଦିଅନ୍ତି କିଏ ଅଙ୍କ କିସ କିଆର କିସ ନାଇଁ ହବ ନାଇଁ କେରକ ହବ। ସେଗୁଡାକ ସବୁ ବେକାର କଥା ଆମର ବ୍ରହ୍ମ ଜ୍ଞାନ ଆଗେ ଅର୍ଜନ କର ହଁ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ବ୍ରହ୍ମ ଜ୍ଞାନ ତମେ ଆଲୋଚନା ଜ୍ଞାନ କାହାକୁ କୁହନ୍ତି ଷୋଡଶ ଅଧ୍ୟାୟ ପଢ ସେଥିରେ ଜାଣିପାରିବ କୋଉ କଥାଟାକୁ ଜ୍ଞାନ କୁହାଯାଏ ହେଲା। ଆଜ୍ଞା ଷୋଡଶ ଅଧ୍ୟାୟ ଗୀତାରେ ପଢିଲେ ତମେ ଜାଣିପାରିବ ଜ୍ଞାନ କାହାକୁ କୁହନ୍ତି। ସେଇ ବାଟରେ ଚାଲ ଜ୍ଞାନ ଅର୍ଜନ କର ଆଉ ସେ ସମୟ ଆସୁ ସେ ସମୟ ଆଜ୍ଞା ଏବେ ହେଇନି। ହଁ ସେ ପରା କହିଲେ ତ ସମୟ ହେଇନି ତୁ କାଇଁ ବ୍ୟସ୍ତ ହଉଛୁ ଏରକ। ବାସ୍ ସମୟ ହେଇନି ତମେ କାମ କରୁଥାଅ। ହଁ ଆପଣ ଯାହା ହଉ ଗୀତା ପଦ କହିଲେ ମତେ ଭାରି ଭଲ ଲାଗିଲା ବୁଝିଲେ ନା ଆଜ୍ଞା ମୁଁ ଆଜ୍ଞା ଗୀତାର କୌଣସି ଶ୍ଲୋକ ଏପର୍ଯ୍ୟନ୍ତ ୟୁଟ୍ୟୁବରେ ଆଲୋଚନା କରିନାହିଁ ଆଜ୍ଞା କେବଳ ଆଜ୍ଞା ଆଜ୍ଞା କେବଳ ଗୀତା ମାହାତ୍ମ୍ୟ ଟିକେ ମୁଁ ଆଲୋଚନା କରିଛି ଆଜ୍ଞା 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 ତାକୁ ଟିକେ ଦେଖିବେ ଭଲ ଭାବରେ ଗୀତା ମାହାତ୍ମ୍ୟ ଟି ଆଜ୍ଞା ଆଜ୍ଞା ଗୀତା ମାହାତ୍ମ୍ୟ 4ଟା ଏପିସୋଡ କରି ଛାଡିଛି ଟିକେ ଦେଖିଦେବେ କାହିଁକି ନା ଯେହେତୁ ଗୀତା ପଢୁଛନ୍ତି ଗୀତା ମାହାତ୍ମ୍ୟ ଟାକୁ ପ୍ରଥମେ ମୁଁ ଛାଡିଛି ତାପରେ ମୁଁ ଆଜ୍ଞା ଆଜ୍ଞା ଗୀତାର ଧ୍ୟାନ ଛାଡିବି ତାପରେ ଭୀଷ୍ମ ଦ୍ରୋଣ ତୋଟା ଜୟଦ୍ରଥ ଜଳା ଗାନ୍ଧାର ନୀଳୋତ୍ପଳା ବୁଝିଲେ କି ଆଜ୍ଞା 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 ଆପଣ ଇଏ ଯଦି କହିଲେ ମୁଁ ଗୋଟିଏ ପଦ ଆଜି କହୁଛି ଆପଣ ଟିକେ ମନେ ରଖିଥାନ୍ତୁ ଯେ ଆଜ୍ଞା ଆଜ୍ଞା ଦ୍ରୋଣ ହଉଛି ପାଣ୍ଡବ ଆଉ କୌରବଙ୍କର ଗୁରୁ ନା ନାଇଁ। ହଁ 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 ଆଚ୍ଛା ଦ୍ରୋଣ ଅର୍ଥ କଣ ଜାଣିଛନ୍ତି ନା? ନାଇଁ ମୁଁ ଖାଲି ଶ୍ରଦ୍ଧା ଯେତିକି ନାଇଁ ଖାଲି ଆଜ୍ଞା ପଢେ ନା କିଛି ଏତେଟା ଭାବନ୍ତୁ ଜ୍ଞାନ ମୋର ନାହିଁ ଆଜ୍ଞା ମୁଁ ସେଇଥିପାଇଁ ଆପଣଙ୍କ ପାଖକୁ ଶ୍ରଦ୍ଧା ହେବାରୁ ଆପଣଙ୍କ ପାଖକୁ ଫୋନ କଲି। ଶୁଣନ୍ତୁ ଆଜ୍ଞା ମୁଁ ସେଟା ଖାଲି ପଚାରିକି ମୁଁ ଆପଣଙ୍କୁ କ୍ଲିୟର କରୁଛି ଦ୍ରୋଣ ଆଜ୍ଞା ଆଜ୍ଞା ହଉଛି କୁଆ ଆଜ୍ଞା ଆଜ୍ଞା ଦ୍ରୋଣର ଅର୍ଥ ହଉଛି କୁଆ ବୁଝିଲେ ନା ଆଜ୍ଞା ଆଜ୍ଞା କୁଆର ଗୋଟେ ଧର୍ମ ହେଲା
ଆପଣ ନିଜେ ଅନୁଭବ କରି ଦେଖନ୍ତୁ କୁଆ କେବେ ଦିଟା ଆଖିରେ ଦେଖିପାରେ ନା। ଆଜ୍ଞା ଆଜ୍ଞା ସେ ଏକା ଥରକେ ଗୋଟେ ଆଖିରେ ଦେଖେ, ଦେଖିବେ ସେ ବଙ୍କେଇକି ଦେଖୁଥିବ। ହଁ, କେତେବେଳେ ବାଁ ଆଖିରେ ଦେଖେ ତ କେତେବେଳେ ଡାହାଣ ଆଖିରେ ଦେଖେ। କିନ୍ତୁ କେତେବେଳେ ବାଁ ପଟକୁ ସପଟ ନିଏ, କେତେବେଳେ ଡାହାଣ ପଟକୁ ସପଟ ନିଏ, କେତେବେଳେ ଦି ପଟକୁ ଏକା ବେଳେ ସେ ସପଟ ନିଏ ନାହିଁ। କଣ ବୁଝିଲେ ନା? ତେଣୁ ଦ୍ରୋଣାଚାର୍ଯ୍ୟ ବର୍ତ୍ତମାନ ସେଇଭଳିଆ, ସେ କେତେବେଳେ ଗୋଟେ ଆଖିରେ ପାଣ୍ଡବ ମାନଙ୍କୁ ଦେଖେ ତ କେତେବେଳେ କୌରବ ମାନଙ୍କୁ ଆଉ ଗୋଟେ ଆଖିରେ ଦେଖେ। ତାଙ୍କୁ କୁହାଯାଏ ଦ୍ରୋଣ। ମୁଁ ସେ ଦ୍ରୋଣ ଅର୍ଥ ବୁଝେଇମି। ଭୀଷ୍ମ ଦ୍ରୋଣ ତଟା ଜୟଦର୍ଶା ଜଳା ଗାନ୍ଧାରା ନୀଳକଳା ଶଲ୍ୟଗ୍ରାଣ ବହନି କନ୍ୟନ ବେଳା କଳା ଅଶ୍ୱତ୍ଥାମ ଘୋର ମକରୁ ଦୁର୍ଯ୍ୟୋଧନାବତୀରେ ସତୀନା ଖୋଳ ପାଣ୍ଡବେ ରଣ ନଦୀ କୈବର୍ତ୍ତକ କେଶବ। ବୁଝିଲେ ନା? ହଁ, ଆପଣ କହୁଛନ୍ତି ଟିକେ ଶୁଣନ୍ତୁ। ଭୀଷ୍ମ ଦ୍ରୋଣ ଦୁଇ ଯେ ନଦୀର କୂଳ ଜୟଦ୍ରଥ ଯାର ଜଳ ନଦୀ କୂଳେ କୂଳେ ଗାନ୍ଧାରୀ କୁମରେ ନୀଳ କଇଁ ମାଳ ମାଳ ଶରଣ ନଦୀରେ ନାମ ତରଣୀରେ ପାଣ୍ଡବେଟି ପଥ ଯାତ୍ରୀ ପାଇ କର୍ଣ୍ଣଧାର ବ୍ରହ୍ମାଣ୍ଡ ଠାକୁର କୂଳ ଲଙ୍ଘି ଯାଇଛନ୍ତି। ବୁଝିଲେ ନା? ଯେହେତୁ ଆପଣ ଗୀତା ପଢୁଛନ୍ତି ତ ମୁଁ ସେଥିପାଇଁ ଗୀତାର ପଦ କହିଲି। ଆଉ ଗୀତା ଉପରେ ମୁଁ ୟୁଟ୍ୟୁବକୁ ଛାଡ଼ି ନେଇ ଛାଡ଼ିବି। ଆଉ କହିପାରିବିନି ବଞ୍ଚିଥିଲା ଭିତରେ ଗୀତାକୁ ସାରିପାରିବି କି ନାହିଁ। ଆଉ ବିଭିନ୍ନ ପ୍ରକାର କର୍ମରତ ଜଞ୍ଜାଳରେ ମୁଁ ରହିଛି, ତଥାପି ମୁଁ ଗୀତା ଆରମ୍ଭ କରିନାହିଁ, କରିବି। ଆଉ ଆପଣ ଦେଖୁଥାନ୍ତୁ, ମୁଁ ଭାରି ଖୁସି ହେଲି। ଆମ ଏପିସୋଡ ନାଁଟା ହେଉଛି ଅଖିଳ ଜ୍ୟୋତି। ବୁଝିଲେ? ସେ ଅଖିଳ ଜ୍ୟୋତିଟାକୁ ସବସ୍କ୍ରାଇବ କରିଦିଅନ୍ତୁ। ଆଉ କରିଦେଲେ ଆପଣଙ୍କ ପାଖରେ ଯେ ପହଞ୍ଚିବ। ଆଉ ହଉ, ମୁଁ ବହୁତ ମାନେ ଏତିକି ପଦେ ଶୁଣିକି ବହୁତ ଶ୍ରଦ୍ଧା ଲାଗିଲା। ହଁ, ଆଉ ମୁଁ ପ୍ରାୟ ଆପଣଙ୍କର ୟୁଟ୍ୟୁବରେ ଦେଖେ, ଆପଣ ଯୋଉ ସବୁ ବୁଝେଇଛନ୍ତି ମତେ ଏତେ ଶ୍ରଦ୍ଧା ଲାଗି